অম্বর মার্গে গতি কেড়ে সুজন সুন্দর আজ্ঞা শব্দ শুনো না দেখুন বলে অমর গতি অম্বর মার্গে গতি অপু শুনতি দ্বারাবতী কি অমর গতি দেবদত্তি অম্বর মার্গে গতি অম্বর কইলে আকাশ শূন্য মার্গরে দ্বারাবতী কতটুকু মনোজানে যাচ্ছেন যাচ্ছেন সঙ্গিনী সঙ্গ সঙ্গীত গীত কষ্ট পটবংশী ମାନଙ୍କର ସୁଲଳିତ କଣ୍ଠସ୍ୱର ଏବଂ ନୃତ୍ୟର ମୂର୍ଚ୍ଛନା ରାତି ବାଜି ବୋଲା ଶ୍ରୁତିକି ନାରଦଙ୍କ କାନରେ ଯାଇକା ବାଜିଲା ନାରଦ କହିଲେ ଆରେ କଣ୍ଠସ୍ୱର ଏବଂ ସୁଲଳିତ କଣ୍ଠସ୍ୱର ଏବଂ ନୃତ୍ୟର ମୂର୍ଚ୍ଛନା ଆଉ କାହାର ହେଇନପାରେ ହେଉଛନ୍ତି ପାଟମା ମାନଙ୍କର ସୁଲଳିତ କଣ୍ଠସ୍ୱର ଏବଂ ନୃତ୍ୟର ମୂର୍ଚ୍ଛନା ତେଣୁକରି ସେ ଆଉ ଆଜ୍ଞା ଦ୍ୱାରାବତୀ ପଦକୁ ବଜାଇ ଯେହେତୁ ମୋର 8 ପାଟମା ଅଛନ୍ତି ନିଶ୍ଚୟ ଭଗବାନ କୃଷ୍ଣ ଥିବେ ସେଇ କଥାକୁ ଚିନ୍ତା କରି ଅଘ କର୍ତ୍ତନ କର୍ତ୍ତା କୀର୍ତ୍ତି କୀର୍ତ୍ତନ ଅଘ କର୍ତ୍ତନ କର୍ତ୍ତା କୀର୍ତ୍ତି କୀର୍ତ୍ତନ ଅଘ କହିଲେ ପାପ କର୍ତ୍ତନ କହିଲେ କର ଦେଇଦେବା ପାପକୁ ଯିଏ ବଂଶା କର ଦେଇ ଦିଅନ୍ତି ପାପରୁ ଯିଏ ଆପଣଙ୍କୁ ମୁକ୍ତି ଦିଅନ୍ତି କିଏ ନାରାୟଣ କହିଲେ ଅଘ କର୍ତ୍ତନ ଅଘକୁ ଯିଏ କର୍ତ୍ତନ ପାପକୁ ଯିଏ କର ଦେଇ ଦିଅନ୍ତି ସେ ନାରାୟଣ ସେ କର୍ତ୍ତାଙ୍କର ନାରାୟଣଙ୍କର କୀର୍ତ୍ତିକୁ ମୁଖରେ ଗାନ କରି କରି ଦେବସେନାର ଯାଇ ପହଞ୍ଚିଗଲେ ପହଞ୍ଚିବା କ୍ଷଣି ଭଗବାନ କୃଷ୍ଣଙ୍କର ପଦାର୍ଥରେ ଆଜ୍ଞା ଦଣ୍ଡପ୍ରାୟ ଦଣ୍ଡବତ ହେଲେ ଭଗବାନ କୃଷ୍ଣଙ୍କର ଭଗବାନ କୃଷ୍ଣ ନାରଦଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ କହିଲେ ହେ ଦେବର୍ଷି ଭକ୍ତର ଭାବେ ମୁଁ ମନ ନାରାୟଣ ପୂଜା ହେଉଛନ୍ତି ମୁକାମ ବସିଛନ୍ତି ପୂର୍ଣ୍ଣ କୁମ୍ଭରେ ଶ୍ରୀଫଳ ବସିଛି ବୁଝୁ ଭାଇ ୟାକୁ କଣ ଭଗବାନ ଗ୍ରହଣ କରୁଛନ୍ତି ଆଜ୍ଞା ପ୍ରଭୁ ନଉଛନ୍ତି ଇଏ କାହାର ଦାନ ଇଏ କଦଳୀ କୋ ଗଛରେ ତିଆରି କରିଥିଲା ମଣିଷ କି ନଡ଼ିଆକୁ ଗଛରେ ଫଳିଥିଲା ମଣିଷ ପ୍ରଭୁଙ୍କୁ ଆଜ୍ଞା ନଡ଼ିଆ କଦଳୀ ମିଠେଇ ଦେଲେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତିନି ଭକ୍ତ ଯଦି ମନଟାକୁ ଛୋଟିଆ କରିଦେବ ପ୍ରଭୁ ପାଖରେ ସେ ଆଜ୍ଞା ସବୁଦିନ ପାଇଁ ଲୀନ ହେଇଯିବ ସବୁଦିନ ପାଇଁ ତଲୀନ ହେଇଯିବ କହିଲେ ଭକ୍ତର ଭାବେ ମୁଁ ବନ୍ଧନ ଯଦି ଭାବ ଅନ୍ତରରେ ଭକ୍ତି ହୃଦୟରେ ପବିତ୍ରତା ରଖିବାକୁ ପୂଜା କହନ୍ତି ପୂଜା କାହାକୁ କହନ୍ତି ମନରେ ଭକ୍ତି ବିଶ୍ୱାସ ଅନ୍ତରରେ ଭକ୍ତି ହୃଦୟରେ ପବିତ୍ରତା ମନରେ ଶ୍ରଦ୍ଧା ବିଶ୍ୱାସ ରଖିବାକୁ ଆଜ୍ଞା ପୂଜା କହନ୍ତି ଆମେ କଣ କରିବା ଆମ ପାଖରେ ବହୁତ ପଇସା ଅଛି 5ଟା ମୁକାମ ପାଇଁ 5ଟା କଦଳୀ ଦରକାର ଆମେ 5 କାନ୍ଧି କଦଳୀ ଆଣିକି ଥୋଇବା ଗୋଟିଏ କୋଡ଼ା ନଡ଼ିଆ ଦରକାର 10 କୋଡ଼ା ନଡ଼ିଆ ଥୋଇବା ଆରେ କଦଳୀ ଗଛରେ କଦଳୀ ଫଳିଥିଲା କିଏ ନଡ଼ିଆ ଗଛରେ ନଡ଼ିଆ ଫଳିଥିଲା କିଏ ପୂଜା ନାଇଁ ଭକ୍ତ ଯଦି ଆଜ୍ଞା ମନ ଛୋଟିଆ କରିଦେବ ପ୍ରଭୁ ମୁଁ ତୁମକୁ କଣ ଦେଇ ସନ୍ତୁଷ୍ଟ କରିବି ଯାହା ଦେଖୁଛି ଏ ବିଶ୍ୱରେ ସବୁ ହଉଛି ତୋରି ଆଜ୍ଞା
ଆପଣ ଘରେ 5 କୁଇଣ୍ଟାଲ ଚାଉଳ ଥୁଆଇଛି ମଉସା। ମୁଁ ଯଦି ଜଣେ କୁଡ଼ିଆ 5 କିଲୋ ଚାଉଳ ଆଣିକି ଆସିଲେ ଆପଣଙ୍କର ସଦା ହବ? ମୋ ଘରେ ପୋକ ଖାଉଛି କୁଡ଼ିଏ ଚାଉଳ ଆଣିକି ତେଣୁକରି ପ୍ରଭୁଙ୍କ ପାଖରେ ସବୁ ଅଛି। ପ୍ରଭୁ ହଉଛନ୍ତି ଗୋଟିଏ କଥାର ଅଭାବୀ। ପ୍ରଭୁଙ୍କ ପାଖରେ ଗୋଟିଏ କଥା ମଉସା ନାହିଁ। ପ୍ରଭୁଙ୍କ ରାସନ କାର୍ଡ କଣ ହବ? ଏ ମା ପ୍ରଭୁଙ୍କ ପାଖରେ ସବୁ ଅଛି। ପ୍ରଭୁଙ୍କ ପାଖରେ ଗୋଟିଏ କଥା ନାହିଁ। ସେଇ ଗୋଟିଏ କଥା ଯଦି ପ୍ରଭୁଙ୍କ ଆମେ ଦେଇଦବା ଏତେ ଭୋଗରାଗ ଏତେ ଆୟୋଜନ କରିବା ଆବଶ୍ୟକ ନାହିଁ। ଯଦି ଭକ୍ତ ମନକୁ ଛତିଆ କରି କହିବ ପ୍ରଭୁ ଯାହା ମୁଁ ଦେଖୁଛି ଜଗତ ସାଇ ତ ସବୁ ଆନୁକୂଲ୍ୟରୁ ହେଇଛି। ସବୁ ତୁମରି ପ୍ରସାଦ। ତେଣୁକରି ଯାହା ଆପଣଙ୍କୁ ଦେବି ଇଏ କେବଳ ମୁଁ ଅପରାଧ ଗୁଡ଼ାକୁ ଜଣାଣ କରିବି, ପାପରୁ ଜଣାଣ କରିବି। କିନ୍ତୁ ପ୍ରଭୁ ଆଜ୍ଞା ଗୋଟିଏ କଥାର ଅଭାବୀ। ପ୍ରଭୁଙ୍କୁ ଦେଲେ ଦେଲେ ପ୍ରଭୁ ସନ୍ତୁଷ୍ଟ ନୁହଁ। ପ୍ରଭୁ ହଉଛନ୍ତି ଗୋଟିଏ କଥାର ଅଭାବୀ ଜ୍ଞାନୀ ମଣ୍ଡଳୀ। ସେ କଥା କଣ? ଭକ୍ତ ବିନମ୍ର ଭାବରେ ବିନୟୀ ହୋଇ ଚୁକୁମ করে କହିଲା ହେ ପ୍ରଭୁ ରତ୍ନାକର ତମ ଗୃହ ଗୃହିଣୀ ଚପଦ ଦେୟସ୍ତି ଭବତି ଜଗଦୀଶ୍ୱରାୟ ରାଧା বনিত মনসা মনস্বতী দৈন্য ସମୁଦ୍ର ହଉଛି ପ୍ରଭୁଙ୍କର ଘର। ଗୃହିଣୀ ପଦ୍ମା ପଦ୍ମୀ ପଦ୍ମା ପଦ୍ମାଳୟା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷୀରାବ୍ଦୀ ତନୟା ରମା। କହିଲେ ଆପଣଙ୍କର ପତ୍ନୀ ହେଉଛନ୍ତି ଜଗତର ପରିଯାତ୍ରୀ, ଜଗତର ଅନ୍ନଦାତ୍ରୀ ଅନ୍ନଦାତା। ମୁଁ ଆପଣଙ୍କୁ କଣ ଦେଇ ସନ୍ତୁଷ୍ଟ କରିବି? ଆପଣ ଗୋଟିଏ କଥାର ଭାବି କଥାଟା କଣ ନା ରାଧା ବନିତ ମନସା ମନସ୍ୱତୀ ଦୈନ୍ୟ। ଆପଣଙ୍କର ମନଟା ସବୁବେଳେ ରାଧାଙ୍କ ପାଖରେ ବନ୍ଧା ପଡିଛି। ତେଣୁକରି ଆପଣ ହେଉଛନ୍ତି ମନର ଅଭାବୀ। ସେଇ ମନଟା ମଉସା ଯଦି ଆମେ ପ୍ରଭୁଙ୍କୁ ଦେଇଦବା, କାୟ ମନବାକ୍ୟରେ ଯଦି ପ୍ରଭୁଙ୍କ ପାଖରେ ମନକୁ ସମର୍ପିତ କରିଦବା, ତୋହ ମନ ଯଦି ମୋହ ଠାରେ
ପାଖରେ ଥବ ତେଣୁକରି ଆପଣଙ୍କ ମନକୁ ଆଜ୍ଞା ଆପଣ ପ୍ରଭୁଙ୍କ ପାଖରେ ରଖନ୍ତୁ ପ୍ରଭୁଙ୍କ ପାଖକୁ ଯିବା ଦରକାର ନାହିଁ ପ୍ରଭୁ ଆପଣଙ୍କର ପଛରେ ଗୋଳେଇବେ ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟ ନଚ ମଦ ହତ୍ୟା ଯତ୍ର ଜାୟନ୍ତେ ତତ୍ର ତିଷ୍ଠାମି ନାରଦ ହେ ନାରଦ ତୁ ଯୋଗୀ ବୋଲି ଋଷିମାନଙ୍କର ହୃଦୟରେ ନଥାଏ ବୈକୁଣ୍ଠପୁରରେ ନଥାଏ ମୋର ଭକ୍ତମାନେ ମତେ ଯେଉଁଠି ଭଜନ ଅର୍ପଣ କୀର୍ତ୍ତନ ବନ୍ଦନ କରନ୍ତି ତାଙ୍କରି ପଛରେ ମୁଁ ଦୌଡ଼ିଥାଏ तेणुकरी तुझे मोहर प्रियतम प्रभु मो समान जदि कही ना भक्त अद्वितीय विश्व प्रभु हाँ आपण कहते मु हूँ आपंकर बड़ भक्त निश्चित आपण कहले मु शुणिली एक दारू किए जानी पारे कि आपण गोटे काम करतु मत गोटे प्रमाण पत्र लिखि दियतु सेटा मु छाती रे मारी कि विश्व सारा समस्त पढ़ी कि जानिबे नारद होछन भगवानकर बड़ भक्त सेथिपाई से भगवान ठारू प्रमाण पत्र पाइछि आज्ञा विश्वास रखनी भगवान कथा ऊपर नारदंकर बोले प्रभु आपण कहले मु आपणकर भक्त सारा जगत जानिला कि तेणुकरी आपण जदि मते सर्टिफिकेट खंडे देदेवे मत जदि गोटे प्रमाण पत्र देदेवे ये लेखा शहे सखा बोले ये लेखाटा को धरी प्रमाण पत्र को धरी सारा जगत मु कहबी भगवान ठारू प्रमाण पत्र पाइछि सबुठारु श्रेष्ठ भक्त बोली भगवान नारायण कहले चले देवर्षि ଆଉ ବଡ଼ ଭକ୍ତ ହେଇପାରିବନି ଆଉ ବଡ଼ ଭକ୍ତ ହେଇପାରିବନି ଆଉ ବଡ଼ ଭକ୍ତ ହେଇପାରିବନି ଆପଣ ଏବେ କହିଲେ କୋଉଠି କଣ ମନା କରୁଛନ୍ତି ଆପଣ କହିଲେ ସାଙ୍ଗେ ସାଙ୍ଗେ ଦେବର୍ଷି କହିଲେ ପ୍ରଭୁ ଅରେ ଅସତ୍ୟ ନୁହେଁ ସୌଦାଗର ବାକ୍ୟ ତୁହି ରକ୍ଷା କର ବାକ୍ୟ ତୁହି ରକ୍ଷା କର ବାକ୍ୟ ତୁହି ରକ୍ଷା କର ଆପଣ ବିଶ୍ୱନିୟନ୍ତା ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି ଆପଣ ଏଇ ଲାଗେ କହିଲେ ଆପଣ ପୁଣି କହୁଛନ୍ତି ମୁଁ ଅର୍ଥ ହେଇପାରିବି ନା କାହିଁ କହିଲି ନା ମୋ କଥାରେ ତମର ବିଶ୍ୱାସ ରହିଲାନି ଯୋଉଠି ଆଜ୍ଞା ବିଶ୍ୱାସ ନାହିଁ ସେଠି ଭଗବାନ ନାହାନ୍ତି କୌଶା विश्वास मिलई कृष्ण तर्के बहु दूरे विश्वास जोठी भगवान के सेठी कारण जगन्नाथ दास आगे प्रथम भागवत लिखिले कोन बोले नमई नृषि जगन्नाथ दास नृसिंहर भक्त थे नृसिंह चरण नम्रता प्रथम कहले हे व्यक्ति माने हे भक्त माने भागवत बही धरवा पूर्व नम्रता मन बुद्धि आन किसी लाभ ना शेष कौन कहला क्या बोले कहई प्रभु कौटी अछंती ना पाताले चंद्रिके दशदी गगने सर्वशैले समुद्रे मौसमे लोहे चौकास्ते क्षितिज
ତା ପରେ ଜନ୍ମ ନେବା ମୋ ପ୍ରଭୁ ପାତାଳରେ ଅଛନ୍ତି ପାତାଳରେ ଅଛନ୍ତି, ଲୌହରେ ଅଛନ୍ତି ଲୁହାରେ ଅଛନ୍ତି, ପାଉଁଶରେ ଅଛନ୍ତି ବାଉଁଶରେ ଅଛନ୍ତି, ସ୍ତମ୍ଭରେ ଅଛନ୍ତି ଅଛନ୍ତି। ଅତ୍ର ତତ୍ର ସର୍ବତ୍ର ଗିୟତେ ମୋ ପ୍ରଭୁ। ଆଜ୍ଞା ବିଶ୍ୱାସ କଲାନି ହିରଣ୍ୟକଶ୍ୟପ ନାଇଁ ମୋ ପ୍ରହ୍ଲାଦ କଥାରେ ବିଶ୍ୱାସ କଲାନି ନା ତୋ ପ୍ରଭୁ ଯଦି ସବୁଠି ଅଛନ୍ତି ହଁ। କିଏ ଶୁଖିଲା ସ୍ତମ୍ଭରେ କଣ ତୋ ପ୍ରଭୁ ଅଛନ୍ତି କି? ଅଛନ୍ତି, ଅଛନ୍ତି ପିତା। କୋଉ ଦିନ ଆଜ୍ଞା ପ୍ରହ୍ଲାଦ ଦେଖିନି ଶୁଖିଲା ସ୍ତମ୍ଭରେ ପ୍ରଭୁଙ୍କୁ ନାଇଁ। କିନ୍ତୁ ବିଶ୍ୱାସର ସହିତ ପ୍ରଭୁର ପଦାର୍ଥରେ ବିଶ୍ୱାସକୁ ରଖି ଭକ୍ତ ଦେଖାଇଲା ସ୍ତମ୍ଭକୁ ହରି ହେଲ ବିଦିତ ଏଇ ତମରେ ଅଛନ୍ତି ନା ହଁ ପ୍ରହାରଟା ପକେଇଦେଲା ଗୋଇଠାଟା ମାରିଦେଲା କିଏ ଆଜ୍ଞା ହିରଣ୍ୟକଶ୍ୟପ ଆଜ୍ଞା ଅଧେ ନର ଅଧେ ସିଂହ ମୂର୍ତ୍ତିକୁ ଧାରଣ କରି ହିରଣ୍ୟକଶ୍ୟପକୁ ବିନାଶ କରି ପ୍ରହ୍ଲାଦ କେନ୍ଦ୍ର ପଦରେ ବସେଇଲେ ମୂଳଟି ଅଟୋଇ ବିଶ୍ୱାସ ତେଣୁକରି ଆଜ୍ଞା ଆପଣମାନେ ଆଜିର ପାଲାର ନିର୍ଯାସ ଭଗବାନଙ୍କ ପାଖରେ ମନ ରଖନ୍ତୁ ଗର୍ବ କରନ୍ତୁ, ଅହଙ୍କାର ନ କରି ଆଜ୍ଞା ସବୁବେଳେ ନମ୍ରତା ଭାବ ରଖନ୍ତୁ ଏବଂ ମନ ରଖନ୍ତୁ ଭଗବାନଙ୍କ ପାଖରେ ବିଶ୍ୱାସ ରଖନ୍ତୁ। ଆମେ ଆଜ୍ଞା ଅହଙ୍କାର କରୁଛେ କୋଟିପତି ଧନ ଅଛି ଧନ ଅଛି ଆମ ପାଖରେ ସମସ୍ତ ଅଛନ୍ତି ବଳ ଅଛି ଆମେ ଆଜ୍ଞା ଅହଙ୍କାର କରୁଛେ ବା ଗର୍ବ କରୁଛେ ପ୍ରଭୁଙ୍କୁ ଦିନେ ଚିନ୍ତା କରୁନେ କିନ୍ତୁ ଗର୍ବ କରିକି ଆଜ୍ଞା ଲାଭ କଣ? ଗର୍ବ ଆମେ କାହିଁକି କରିବା? ଗର୍ବ କରିକି ଲାଭ କଣ? ଯାହାକୁ ନେଇକି ଆମେ ଗର୍ବ କରୁଛେ ଦିନେ ନା ଦିନେ ତାକୁ ଆମେ ଛାଡ଼ିକି ଯିବାକୁ ପଡିବ। ଏଡ଼େ ବଡ଼ ବୀର ଆଜ୍ଞା ଗ୍ରୀକ ବୀର ଆଲେକ୍ସାଣ୍ଡର ପ୍ଲାଟର କହିଲେ among 6 heroes of the world Alexander one of them। ପୃଥିବୀର 6 ଜଣ ଅଭିନେତାଙ୍କ ମଧ୍ୟରୁ ଆଲେକ୍ସାଣ୍ଡର ଥିଲେ ଅନ୍ୟତମ। ଆଲେକ୍ସାଣ୍ଡର ଯେତେବେଳେ ଜନ୍ମ ହେଲେ historian Plato said that well, Alexander came like a meteor and upset the political map of the world. Just like a volcan acted as a hero. Conqueror and great of cosmopolitanism here. And once he commented love his life. ଯେତେବେଳେ ଆଲେକ୍ସାଣ୍ଡର ମାତୃଗର୍ଭରୁ ଭୂମିଷ୍ଠ ହେଲେ came like a meteor upset the political map of the world. ମା ଗର୍ଭରୁ ଗୋଟେ ଉଲ୍କାପାତ ସଦୃଶ ମର୍ତ୍ତ୍ୟ ଭୂମିକୁ ଭୂମିଷ୍ଠ ହେଲେ ଉଲ୍କାପାତ ସଦୃଶ ଆଜ୍ଞା ମର୍ତ୍ତ୍ୟ ଭୂମିକୁ ଓହ୍ଲେଇ ଆସିଲେ ଲୋକମାନଙ୍କର ସମ୍ମୁଖରେ ଗୋଟେ ଆଗ୍ନେୟଗିରି ସଦୃଶ ଦଣ୍ଡାୟମାନ ହେଲେ କେତେ ରାଜ୍ୟ ଜୟ କଲେ upset the political map of the world। ଭାରତର ପୃଥିବୀର ମାନଚିତ୍ରକୁ ଆଜ୍ଞା ବଦଳେଇ ଦେଲେ। ଆଲେକ୍ସାଣ୍ଡର ସର୍ବଶେଷରେ କହିଥିଲେ ବିଶ୍ୱ ଭାତୃତ୍ୱ ପ୍ରେମ ବିଷୟରେ କହିଥିଲେ ଏତେ ଗୁଡାଏ ରାଜ୍ୟ ମୁଁ ଜୟ କଲି କଣ ନେଇକି ଯିବି କାହିଁକି ଏତେ ଲୋକଙ୍କୁ ମାରିଲି କେତେ ରାଜ୍ୟ ମୋର କଣ ହବ ବିଶ୍ୱ ଭ୍ରାତୃତ୍ୱ ନୀତିକୁ ଧରି ପ୍ରେମକୁ ଧରି ସର୍ବଶେଷରେ once he commented love his life। ସର୍ବଶେଷରେ କହିଥିଲେ ପ୍ରେମ ହେଉଛି ଅନ୍ଧ ପ୍ରେମ ହେଉଛି ଅନ୍ଧ। ଆଲେକ୍ସାଣ୍ଡର ଯେତେବେଳେ ଆଜ୍ଞା ମୃତ୍ୟୁ ଶଯ୍ୟାରେ ଶାୟିତ ଥିଲେ ଆଲେକ୍ସାଣ୍ଡର in his deathbed once he commented at that time once he commented ସେ କହିଥିଲେ କଣ ସେଇ ସମୟରେ after my demise keep my hands out of a coffin so the king and queen rich and poor men and women all know that such a great emperor with empty handed fire he said हम किसी पूछे नहीं सकता है after my demise keep my hands बोले ମୁଁ ଯେତେବେଳେ ମରିଯିବି ମୁଁ ଏତେ ଗୁଡାଏ ରାଜ୍ୟ ଜୟ କଲି ଏତେ ଧନ ସମ୍ପଦ ରୋଜଗାର କଲି ଲୋକମାନେ ଜାଣିବେ ମୁଁ କିଛି ନେଇନି କାହିଁକି ଏତେ ପରିଶ୍ରମ କଲି କାହିଁକି ସବୁ ରାଜ୍ୟର ଲୋକମାନଙ୍କୁ ମାରିଲି କଣ ହବ ଇଏ କହିଲେ ମୁଁ ଯେତେବେଳେ ମରିଯିବି ଆଉ ତୁ କପି
ଦି ହାତକୁ କୋକେଇର ବାହାରେ ଝୁଲେଇ ଦେବ। So the king and queen, ରାଜା ରାଣୀ, rich and poor, ଧନୀ ଗରିବ, men and women, ନାରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଜାଣିଲେ with empty handed ପାଏ himself। କହିଲେ ମଲା ବେଳେ ବିଶ୍ୱ ବିଜୟୀ ସ୍କନ୍ଦର କି କହିଥିଲେ ତାପରେ ମଲା ବେଳେ ବିଶ୍ୱ ବିଜୟୀ ସ୍କନ୍ଦର କି କହିଥିଲେ ବୋଇଲେ ମୋ ପିଣ୍ଡୁ ବୋଲେ ପ୍ରାଣ ଛାଡ଼ି ନେବା ବେଳେ ମତେ ନେଲା ବେଳେ ମତେ ନେବରେ ଗଳାଇ ଚୁଡ଼ି ପଟେ ଚୁଡ଼ି ଆଉ ଦେଖି ଜଗତ ବୁଲିବ ସମସ୍ତ ଆସିକି ବୋଲେ ଯା ଦେଖି ଜଗତ ବୁଲିବ ସମସ୍ତ ଆସିଥିଲା ଶୂନ୍ୟ ବୋଲା ଶୂନ୍ୟ ହସ। ଏତେ ଅହଙ୍କାର ଆମେ ଆଜ୍ଞା କାହିଁ କରିବା? ନାରଦ କହିଲେ ପ୍ରଭୁ ମୁଁ ଯଦି ଆପଣଙ୍କର ବଡ ଭକ୍ତ ହେଇପାରିଲିନି ମୋର ଯଦି ଆପଣଙ୍କ ପାଖରେ ବିଶ୍ୱାସ ନାହିଁ ବୋଲି କହୁଛନ୍ତି, ପ୍ରମାଣ ପତ୍ର ଦେବେନି ବୋଲି କହୁଛନ୍ତି, ତାହେଲେ ବିଶ୍ୱରେ ଆଉ ମୋ ଠାରୁ କେହି ବଡ ଭକ୍ତ ନାହାନ୍ତି। ଅଛନ୍ତି ଦେବତା ନୁହଁ, ଜଣେ ମନୁଷ୍ୟ ମଣିଷଟା ସେ ରାଜା ସେ ବିବାହ ବରଣ କରିଛନ୍ତି ଅଛନ୍ତି। ପିଲାଦିନୁ ବାବାଜୀ ମୁଁ ବଡ ଭକ୍ତ ହେଇପାରୁନି। ଦେବର୍ଷି କହିଲେ ପ୍ରଭୁ ବୋଲେ କାମକୁ କରିଣ ଯେ ଆୟତ ନାମ କାମନା ଭାବକୁ ମୁଁ ନିଜ ଆୟତରେ ରଖି ହେ ପ୍ରଭୁ ଆପଣଙ୍କର ନାମ ସଦା ସର୍ବଦା ଭଜନ କରୁଛି, ଜପ ତପ କରୁଛି, ରଟନ କରୁଛି। ମୁଁ ଯଦି ବଡ ଭକ୍ତ ହେଇପାରିଲିନି ସେ ରାଜାଟା କେମିତି ବଡ ଭକ୍ତ ହବ? ସେ କିଏ ଆଗ ମତେ କହନ୍ତୁ? ଏଇଠି ଆଜ୍ଞା ଦେବର୍ଷି ନାରଦଙ୍କୁ କହୁଛନ୍ତି ସେ ଭକ୍ତ ବୋଲି କିଏ ଶୁଣ କାମଟା ଦିଅ। ବୋଲେ ଭାରତ ବର୍ଷେ ବିଦିତ କୀର୍ତ୍ତିଚନ୍ଦ୍ର ନରନାଥ ଭବନରେ देवर्षि कहले प्रभु आपण कहीदेले मानि पारिबिनी मु
प्रकार परीक्षा ना मु एबे 80 वर्षर वृद्ध ब्राह्मण ଆଉ ହୁଅନ୍ତୁ ଆପଣ ଏବେ 40 ବର୍ଷର ଯୁବକ ବ୍ରାହ୍ମଣ ହେବି ଆମେ ଦୁଇ ଜଣ ଛଦ୍ମବେଶୀ ବ୍ରାହ୍ମଣ ରୂପରେ ରାଜ୍ୟ ଅଙ୍ଗରାଜ୍ୟରେ ପ୍ରବେଶ କରି ରାଜା କୀର୍ତ୍ତିଚନ୍ଦ୍ରକୁ ପରୀକ୍ଷା କରିବା। ପ୍ରଭୁ କହିଲେ ଠିକ ଅଛି ନା ମୁଁ ଏବେ ଆପଣଙ୍କର ଗୁରୁ ଆପଣ ଏବେ ମୋ ଶିଷ୍ୟ। ଭଗବାନ କହିଲେ ଠିକ ଅଛି ଜଗତ ଜାଣିବା ପାଇଁ ତମେ ମୋ ଗୁରୁ ମୁଁ ତୁମର ଶିଷ୍ୟ ହେବି। ଆଜ୍ଞା ଭଗବାନ ହେଲେ ଶିଷ୍ୟ ଦେବର୍ଷି ନାରଦ ହେଲେ ଗୁରୁ ଛଦ୍ମବେଶୀ ବ୍ରାହ୍ମଣ ରୂପରେ ଅଙ୍ଗରାଜ୍ୟରେ ଯାଇ ପ୍ରବେଶ କଲେ। ସାଜିଲେ ଭୂଷୁର ବେଶ ମାୟାଧାରୀ ଋଷିକେଶ ভিক্ষা মাগিলে দ্বারে দ্বারে স্কন্দরে যজ্ঞ পবিত্র লাতঞ্জং কৃষ্ণমাত্রং জগত বসতি রকম পুস্তকং বর্ণমালা স্কন্দে যজ্ঞ পবিত্রং ত্রিদশ দুতি হরং কর্তলে উত্তরিয়ং যেতବେଳେ ଆଜ୍ଞା ଉତ୍ତରୀୟ ପକେଇଛନ୍ତି ତିଲକ କାଟିଛନ୍ତି ମାଳି ପକେଇଛନ୍ତି ଗୋରୁ ଧରିଛନ୍ତି ଛଦ୍ମବେଶୀ ନାରଦ ନାରାୟଣ ଯାଇ ଅଙ୍ଗରାଜ୍ୟରେ ପ୍ରତିଦ୍ୱାରରେ ଭିକ୍ଷା ମାଗୁଛନ୍ତି। ଆଜ୍ଞା ଭିକ୍ଷା ମାଗୁ ମାଗୁ ବୋଲେ ଚାହୁଁ ଚାହୁଁ କେଡ଼େ ଦିନ ମଣି କେଡ଼େ ଅବସ୍ଥା ଚଳେ ସୂର୍ଯ୍ୟ ଦେବତା ବୁଲିବାକୁ ଯାଉଛନ୍ତି ଏହି ସମୟରେ ଆଉ ରହିପାରିଲେନି ନାରାୟଣ କହିଲେ ହେ ଦେବର୍ଷି ଜଗତ ଜାଣିବାକୁ ତମେ ଗୁରୁ ମୁଁ ଶିଷ୍ୟ କିନ୍ତୁ ଯେହେତୁ ଧର୍ମ ଦେବତା ପଶ୍ଚିମ ଆକାଶରେ ବୁଲିବାକୁ ଯାଉଛନ୍ତି ଆଜି ପାଇଁ ଧର୍ମ ଦୀକ୍ଷା ଏଇଠି ରହୁ ଆଉ ହେଇପାରିବନି କାଲି ରାଜା କୀର୍ତ୍ତିଚନ୍ଦ୍ରର ପରୀକ୍ଷା ହେବ। ଢାପାରେ 2-4 ପଟ ରୁଟି ଆଉ ଟିକେ ଟିକେ ଅଣ୍ଡା ତଡକା ଖାଇକିରି ଏଇ ଖଟରେ ଶୋଇ ପଡିଲା ସକାଳୁ ଭିତ ଲାଗିଲା ଅଣ୍ଡା ତଡକା ଢାପା ତ 27 ପୁରୁଷରେ କିଏ ଖାଇଥିଲା ଢାପା ଢାପା ହେ ସେଇଠି ଅଣ୍ଡା ତଡକା ଟିକେ ଆମ ଆଜ୍ଞା ହରି ଭାଇନା ଢାପା କିଛି ନାହିଁ ରେ ବାବା ସିଏ ଢାପା ଆଜ୍ଞା ହେଇଛି ଯେତେବେଳେ ଆପଣ ବି କିଛି ନଥିବ ତେଣୁକରି ସିଏ ସେଇ କଥା ଢାପା ଢାପା ଖାଲି ମତେ ଅଙ୍ଗରାଜ୍ୟର ଉପନଗର ମଧ୍ୟରେ ଆଜ୍ଞା ଭଗବାନ କୃଷ୍ଣ ଏବଂ ଦେବର୍ଷି ନାରଦ ଅପେକ୍ଷାରତ ପ୍ରଭାତ ହେଲେ ରାଜା କୀର୍ତ୍ତିଚନ୍ଦ୍ର ଦ୍ୱାରକୁ ଯିବେ ପରୀକ୍ଷା କରିବା ପାଇଁ। ଦେବର୍ଷି ନାରଦ ଭଗବାନ କୃଷ୍ଣଙ୍କୁ ପୂଜା କରୁଛନ୍ତି ଡାକୁଛନ୍ତି ପ୍ରଭୁଙ୍କୁ ଗୋଟାଏ ପଦ ଆଜ୍ଞା ଆପଣମାନଙ୍କର ଖଜୁରୀ ପଦ ଆମକୁ ସାରିଛି ଗୋଟେ
ଭଜନ ବୋଲିବ ପ୍ରସ୍ତୁତ ହୁଅ। ଦେବର୍ଷି ନାରଦ ଆଜ୍ଞା ହାତ ଯୋଡ଼ି ହେଇଛନ୍ତି, କେହି ନାହାନ୍ତି ମନ ମଧ୍ୟରେ। ଖାଦ୍ୟକ୍ରାନ୍ତ ଯମକ କେ 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 ବୋଲେ କେଳି କୌତୁକି ଶିଖି পুছ চূড়া কে কেতে দেবী পতি হেবা চূড়া কে কৌতুকি সেই পুছ চূড়া কে কেতে দেবী পতি হেবা চূড়া কে শ্রবণা শিব দেবে তবে বসে সামনা জীব দেবে তবে বসে কেউ বাবারি মরকি চৌদলকে কেও বাবারি মরকি চৌদলকে আলুকে বসে গজরাজ নক্র ভয়র গজে আলুকে বসে গজরাজ নক্র ভয়র গজে আলুকে হাতে রাখিলা ধরি কমল একে আলুকে হাতে রাখিলা ধরি কমল একে বাড়ি ছেড়ে দিল ডাকুଛନ୍ତି ଆଜ୍ଞା ଭଗବାନଙ୍କର ପଦାର୍ଥକୁ ସେବା କରୁଛନ୍ତି କିଏ? ଦେବର୍ଷି ନାରଦ। ଆଉ ଗୋଟିଏ ପଦ ବଞ୍ଚୁ ଭାଇ, ନଟବର ଧଳ ନଟବର ଧଳ। ପ୍ରଭୁ କହିଲେ ଆଜ୍ଞା କରି ମତେ ଦିଟା ବୋଲିବି। ବୋଲିବା କାଲି ତ ବୋଲିଥିଲି, ଏଇ ତତ୍ପରେ ଗଲା ମତେ ସମୟ ମିଳିଲାନି। ଆଉ ଗୋଟିଏ ପଦ ତାହେଲେ ଅଙ୍କ ଅଙ୍କ ଅଙ୍ଗ ଅଙ୍ଗ ଅଞ୍ଚ ଅଞ୍ଚ ଅଣ୍ଟ 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 ସିଆଡ଼େ କୁଆଡ଼େ ଯାଇ ହଠାତ୍ ମତେ ଯାଉନ ଅଙ୍କରେ ଆଜ୍ଞା କହିଲେ ପଙ୍କଜ ମୁଖ ଗଲି ସରି ହେ ଶଙ୍ଖଧାରୀ ପଙ୍କଜ ମୁଖ ଗଲି ସରି ପଙ୍କଜ ମୁଖ ଗଲି ସରି ଶଙ୍ଖଧାରୀ ପଙ୍କଜ ମୁଖ ଗଲି ସରି ରଙ୍ଗରାଜୀବ ଚରଣ ରାଜା କୀର୍ତ୍ତିଚନ୍ଦ୍ର ଚିନ୍ତା କରୁଛନ୍ତି ଯଦି ମୁଁ ସତ୍ୟ କହିଲେ ମାନେ ଅଭିଶାପ ଦେଇ ଘରୁ ଚାଲିଯିବେ। ଯଦି ମୁଁ ମିଥ୍ୟା କହିବି ତାହେଲେ ନର୍କଗାମୀ ହେବି। କାରଣ ମିଥ୍ୟାକୁ ସଦା ପାପ ମରି ସର୍ବଦା ଆଜ୍ଞା ଯେତେ ପାପ ପିଲେ ଅଛି ଏ ମା ଯେତେ ପାପ ଅଛି ସବୁ ହଉଛି ପାପ, କିନ୍ତୁ ମିଛ କହିବା ମହାପାପ। ମିଛ କହିବିନି କହିଲେ ହେ ବ୍ରାହ୍ମଣ ଯେଉଁ ପୁତ୍ରକୁ ଖୋଜୁ ମହାମହିମ ରାଜା କୀର୍ତ୍ତିଚନ୍ଦ୍ରଙ୍କର ଚକ୍ଷୁରୁ ହେ ବ୍ରାହ୍ମଣ ନା ଯୋଉ ପୁଅକୁ ଆଜି ଆପଣ ଏତେ ସ୍ନେହର ସହିତ ଶ୍ରଦ୍ଧାର ସହିତ ଖୋଜୁଛନ୍ତି, ଆମେ ସମସ୍ତେ ଖାଦ୍ୟ ପାନୀୟକୁ ଗ୍ରହଣ କରି ଯେ ଯାହା ଶୟନ କକ୍ଷରେ ଶୟନ କଲୁ, କିନ୍ତୁ ପ୍ରଭାତକୁ ଦେଖିଲା ବେଳକୁ ବଡ ପୁଅର ପିଣ୍ଡରେ ପ୍ରାଣ ନାହିଁ। ହେ କିପରି ବ୍ରାହ୍ମଣ
କାହାଣୀ ଆଉ କାହିଁ ମଞ୍ଜି ଦେବୁ ଦେଖନ୍ତୁ ପଘାଟା ତମ ନାତିଆ କୁହନ୍ତୁ ନା ଆରେ ଆର ବର୍ଷ ହୋଇଛନ୍ତି ବଦଳେଇନ ପଇସା ଧନ୍ୟ ଧନ୍ୟରେ ବସେଇ ବସ ଆମ ଅଭିଶାପ ଦେବୁ ଆଜ୍ଞା ଅଭିଶାପ ପାଇଲା ବେଳକୁ ଆମ ସମସ୍ତଙ୍କର ଗୋଟେ ଅଭ୍ୟାସ ଅଛି ଏ ଗାଁ ନାମ ହଳେଇ ଗଲା କିଏ ମୁଁ ଏମଏଲଏଙ୍କ ପାଖକୁ ଦୌଡ଼ି କରି ଏମଏଲଏଙ୍କ ପୋତା ଆଣିକି ଦୌଡ଼ି ଢଳେଇ କରିଛି କ୍ଲବର କଥା କଲା କିଏ ମୁଁ ଏମପି ପାଖକୁ ଦୌଡ଼ି ଦୌଡ଼ି ଏମପି କୋଟା ଆଣିକି ଏ କୋଠା କରିଛି ଭଗବତ ଘର ପୁଡ଼ିଲା କିଏ ଠାକୁର ପୁଡ଼ି ଦେଲେ ଠାକୁରଙ୍କ ଉପରେ ଦେଲେ ରାଜା କୀର୍ତ୍ତିଚନ୍ଦ୍ର ବାଦ ପଡ଼ିଲେନି ସେଇ କଥା କହିଦେଲେ କହିଲେ ପ୍ରଭୁ କହିଲେ ହେ ବ୍ରାହ୍ମଣ ନା ମୁଁ କଣ ଆପଣଙ୍କୁ ଭୋଜନ ଦେଇଥାନ୍ତି କି ମୋ ବୋହୂ କହିବାରୁ ମୁଁ ଆପଣଙ୍କୁ ଭୋଜନ ଦେବି ବୋହୂକୁ ଡାକିଲେ କହିଲେ ତୁ ହଉଛୁ ତା ସ୍ତ୍ରୀଟି ତୋ ସ୍ୱାମୀ ମୃତ୍ୟୁବରଣ କରିଛି ତା ପାଇଁ ତୁ ଗର୍ଭବ ଯନ୍ତ୍ରଣା ନ ଭୋଗି ତୁ ଆମିଷ ଭୋଜନ ଦେଇ ପୁଣି ଆମିଷ ଭୋଜନ ଖାଇବାକୁ ବସିଲାନୁ ନା ଏଥିରେ ପ୍ରଭୁ ମୋର କଣ ଦୋଷ ଅଛି ଏଥିରେ ହେ ବ୍ରାହ୍ମଣ ନା ମୋର କଣ ଦୋଷ ଅଛି ନା ତୋର ଦୋଷ ନା ଆଉ କାହାର ଅଛି ନା ଯଥା କାଷ୍ଟଞ୍ଚ ସବିହିତାନ ମହୌଦଧି ସମତ୍ୟତ ବ୍ୟପରିତା ୟତଦଗତ ଭୂତ ସମାଗମ ହେ ବ୍ରାହ୍ମଣ ନା ଏଥିରେ ମୋର କିଛି ଦୋଷ ନାହିଁ ବୋଲେ ସମୁଦ୍ରରେ ଦୁଇଟି ଅଜଣା କାଠି ଅଜ୍ଞାତ କାଠି ଭାସି ଭାସି ଆସୁଥିଲେ ଦୁଇଟି ଯାକ କାଠି ସମୁଦ୍ରର ବାଲି ପଠାରେ ଲାଗିକି ରହିଗଲେ ସକାଳ ଜୁଆର ଆସି ଗୋଟିଏ କାଠିକୁ ବାଧାପ୍ରାପ୍ତ କରି ତାରି କରାଳର ଭୟସା କାଠିକୁ ଲୀନ କରିଦେଲା ବାଲି ପଠାରେ ଲାଗିଥିବା କାଠିଟି ତା ସଙ୍ଗରେ ଯିବ କି ନା ତାରି ଏକ ଜୁଆର ଘଟା ଲାଗିନି ସେ କେମିତି ଯିବ ନା ସେମିତି ସଂସାର ରୂପକ ସମୁଦ୍ରରେ ଆମେ ସ୍ୱାମୀ ସ୍ତ୍ରୀ ରୂପକ ଦୁଇଟି କାଠି ଅଜଣା ଅଜ୍ଞାତ ଭାବରେ ଭାସି ଭାସି ଆସି ଇଏ ବିବାହ ମଣ୍ଡପ ରୂପକ ବ୍ରହ୍ମବେଦୀ ଉପରେ ଏକତ୍ରିତ ହେଲେ କାଳର କୋରାଳ ଗତି ମୋ ସ୍ୱାମୀକୁ ନେଇ ତା କାଳ କୋରାଳ ଗତିରେ ତିରିନ କରିଦେଲା ମୋ ସ୍ୱାମୀକୁ ସେ ନେଇଗଲା ମୁଁ ତା ପଛରେ ଯିବି କି ନା ଯଦି ନ ଯିବି ଆପଣଙ୍କ ଭଳି ଅତିଥି ସେବାରୁ କାହିଁ ବଞ୍ଚିତ ହେବି ହେ ପ୍ରଭୁ କହିଲେ ଏଇଠି ନାରାୟଣ କହିଲେ ହେ ଦେବର୍ଷି ତା ବୋହୂ ମନରେ ମୁଁ ଅଛି ମୋର ଅଛି ମୋ ସ୍ୱାମୀ ମରିକି ବ୍ରାହ୍ମଣ ଖାଇଲେ କେତେ ନ ଖାଇଲେ କେତେ ସେଇ କଥା ସେ ଭାବିଛି ତା ମନରେ ମୁଁ ନାହିଁ କି ମୋର ନାହିଁ ଦେବର୍ଷି କହିଲେ ପ୍ରଭୁ ଏ ବୋହୂ ମନରେ ମୁଁ ନାହିଁ କି ମୋର ନାହିଁ ଡାକିଲେ ମାକୁ ଡାକ ତୁ ହଉଛୁ ସେଇ 10 ମାସ 10 ଦିନ ଗର୍ଭରେ ଧାରଣ କରି ପୁଅକୁ ଜନ୍ମ ଦେଇଛୁ କି କିଏ 10 ଦିନ କାନ୍ଦିଲା ବେଳେ କିଏ 12 ଦିନ କାନ୍ଦିଲା ବେଳେ ତୁ ସାରା ଜନ୍ମ କାନ୍ଦିବା କଥା କାନ୍ଦିବ ଦିନ ଦଶରେ পর্যন্ত জীবন্ত হয়েছি মার যে পর্যন্ত মরণ হয়েছি সে পুরো গুণକୁ বাহুরি বাহুরি কাঁদুଥିବ কি প্রকার মা তো পুଅ মরিକି পড়ିଛି ତୁ ଆମିଷ ଭୋଜନ ଦେଇ ପୁଣି ଆମିଷ ଭୋଜନ ଖାଇବାକୁ ବସିଲାରୁ ଏଇଠି ଆଜ୍ଞା ସୁନ୍ଦର କଥାଟେ ଉପସ୍ଥାପନ କଲେ ରାଣୀ ପଦ୍ମାବତୀ ଚକିରେ ସୋନେ ଗড়ে
ସୁନ୍ଦର କଥାଟେ ଆଜ୍ଞା ରାଣୀ ପଦ୍ମାବତୀ କହିଲେ କହିଲେ ହେ ବ୍ରାହ୍ମଣ ନା ଚକ୍ରୀ ଦେଶରେ ଗଳେ ଭାଣ୍ଡ ଚକ୍ରୀ କହିଲେ କୁମାର ତା ଚକ୍ର ସାହାଯ୍ୟରେ ଅନେକ ଗୁଡ଼ିଏ ହାଣ୍ଡି ମାଠିଆ ଗଳେ କେତେ ଭାଙ୍ଗିଲାଏ ମଣିଷ କେତେ ରହେ ତାର ଗଣତି ନାହିଁ ସେମିତି ସେ ହାଣ୍ଡି ମାଠିଆ ଭାଙ୍ଗିଗଲା ବୋଲି ସେ ତା ବ୍ୟବସାୟ ବନ୍ଦ କରିଦିଏ କି ନା ସେମିତି ମୁଁ ହେଲି ଗୋଟେ କୁମାର ମୋ ଦୁର୍ବଳ ରୂପକ ଚକ୍ର ସାହାଯ୍ୟରେ ମୋ ଝିଅ ରୂପକ ହାଣ୍ଡି ମାଠିଆ ଧରୁଥିଲି ହାଣ୍ଡି ରୂପକ ମୋର ବଡ ପୁଅ ମୃତ୍ୟୁବରଣ କଲା ମୁଁ ତା ପଛରେ ଯିବି କି ଯଦି ନ ଯିବି ତାହେଲେ କାହିଁକି ଆପଣଙ୍କ ଭଳି ଅତିଥି ସେବାରୁ ବଞ୍ଚିତ ହେବି କହିଲେ ଆରେ ୟା ମନରେ ମୁଁ ନାହିଁ କି ମୋର ନାହିଁ ନାରଦଙ୍କର ଡବା ଆସ୍ତେ ଆସ୍ତେ ଗଠନ ହଉଛି ଆଜ୍ଞା ନାରଦଙ୍କ ମୁହଁଟା କଳା ପଡି ପଡି ଯାଉଛି ଡାକେ ତ ଭାଇକି ସାନ ପୁଅକୁ ଡାକେ ସାନ ପୁଅ ଆସି ପହଞ୍ଚିଗଲା ଦେଶ ମେ ହାତେ ମଣି ଯାଅ भेंडी विक्रेता शीघ्र भेंडी विक्रय सरीगला भेंडी कषि भेंडी सरीगला सी भेंडी विकाला ता चेरपाल जो गुड़िया गुड़ी कर टंका पैसा को आगे पर्स रखी बाइगण विक्रेता को डाकिला भाई जीवा घर को जीवा कषि भेंडी मोर सरलानी विक्रय सरीला जीवी ना से दिन विक्रेता भेंडी विक्रेता सहित आसिला कि से हाथ पावे दुई भाई जाक परमायु रूपक परिया विक्रय करने आसिथिलु मो बड़ भाई परमायु रूपक परिया शीघ्र विक्रय सरी गला धर्म रूपक गौरी को कालिरे बांधी लक्ष्य पदर पथित हेले मोहर अनुकूल नाही যদি না কেবে যাবু তো তা আয়ুষ শরীরে দণ্ডের বিষয় খেলে মাত্র দণ্ডের বিষয় ধীরে প্রাণ অনেক পারে অঙ্কুরা না যদি নদী আপনার বই অতিথি সেবা কাহি বিরোধ হেবি দেখলে সান ভাই মনে আজ্ঞা মু নাই কেবল নাই বলে ডেঙ্গা মুন্ডরে ঠেঙ্গা রাজা কইলে হে ব্রাহ্মণ নাই ফিরে মধ্যে বলে কিছু দোষ নাই না কপুকি জেনে শ্রম জনে পদাচারী পক্ষী অনেক কষ্ট করে শ্রম করে অনেক বাট যাওয়া লক্ষ্য অছি কিন্তু শ্রম লাগিবারু রাস্তা কর গোটে গছ মূଳରେ ସେ ପକ୍ଷୀ ଜଣକ ଆଶ୍ରିତ ନେଲେ ଦଶଟା ନିଶ୍ୱାସ ମାରି ସାରିଲା ପରେ ଶ୍ରମ ହରଣ ହେଇଗଲା ପରେ ସିଏ ତାଙ୍କର ବାଟର ବାଟୁଳି ହେଇଗଲେ ତାଙ୍କ ସାଙ୍ଗରେ ସେ ଗଛ ଗଲା କି ଗଛ ନ ଗଲା ଗଛ ସେଦିନ ଗଲା କି ନା ସେମିତି ମୁଁ ହେଉଛି ପରିବାର ଗୋଟେ ମୁଖ୍ୟ ବଡ଼ ଗଛ ମୋ ବାହୁ ଛାୟା ତଳରେ ପୁଅ ଝିଅ ସ୍ତ୍ରୀ ବହୁ ରୂପକ ପଥୁକି ମାନେ ଆଶ୍ରିତ ମୋ ବଡ଼ ପୁଅ ରୂପକ ପଥୁକିର ଯଦି ବାଟ ସରିଗଲା ସିଏ ତାର ଲକ୍ଷ୍ୟ ପଦର ବାଟ ହେଲା ତା ପଛରେ ମୁଁ ଯିବି କି ନା ସେଦିନ ତୁ କାହିଁ ଯିବୁ हे भगवान सिपाही बोला तुम
ପୁଅ କାହିଁକି ଗଲା ନା ରୋଗ ନାହିଁ ଶୋକ ନାହିଁ ଦୁଃଖ ନାହିଁ ସକାଳୁ ଦେଖିଲା ପ୍ରଭାତ ସମୟରେ ପୁଅ ବିଲରେ ପ୍ରାଣ ନାହିଁ ନା ଚାଲ ରାଜନ ନେତ୍ରେ ଦେଖିବି রাজা গলে রানী গলে সান পুଅ গলা বহু গলা নারদ গলে নারায়ণ গলে ছব বেশরে জ্ঞানী মন্ডলী নারদ কহিলে প্রভু যুগ যুগ পাই আপনার পদার্থের স্মরণ পশুছি ମୋ ଠାରୁ 100 ଗୁଣରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ରାଜା କୀର୍ତ୍ତିଚନ୍ଦ୍ର ତେଣୁକରି ଆପଣ ଏ ପୁଅକୁ ବଞ୍ଚେଇ ଦିଅନ୍ତୁ ଆମେ ଚାଲିବା ସେଇଠି ଭଗବାନ ନାରାୟଣ ମଉସା କହିଲେ ହେ ରାଜା କୀର୍ତ୍ତିଚନ୍ଦ୍ର ତୋ ପୁଅ ମରିନି ତ ପୁଅକୁ ସର୍ପ ଦଂଶନ କରିଛି ଯଦି ଏ ରାଜ୍ୟରେ କେହି ଜାଙ୍ଗଳିକ ଥାନ୍ତି ଗାରେଡ଼ି ମନ୍ତ୍ର ପଢିଦେଲେ ପୁଅ ଏଇନେ ନିଦ୍ରାରୁ ଉଠିଲା ଭଳି ଉଠିବ ଏଇଠି ନାରଦ କହିଲେ ପ୍ରଭୁ ଆପଣଙ୍କ ଠାରୁ ବଡ଼ ଦୁନିଆ ଜଗତରେ କିଏ ଅଛି ଆପଣ କାହିଁକି ବିଳମ୍ବ କରୁଛନ୍ତି ଏଣେ ଗାରେଡ଼ି ମନ୍ତ୍ରକୁ ପଢି ଢାଳିଦେଲେ ପ୍ରଭୁ प्रभु आम एठू शीघ्र चलीजा जदि या घरे आम प्रसाद सेवन करवा तेरे राजा कीर्तिचंद्र सपरिवार स्वदेहरे वैकुंठरे स्थान पाइबे राजा रानी समस्ते ब्राह्मण पदार्थरे रखी जाऊँ ज्ञानी मंडली এই সময় রাজা কীর্তিচন্দ্র কয়ে হে ব্রাহ্মণ না চালকু जो प्रसाद को परिवेश परोसी दिया जाइए आम मैंने समस्ते मिलमिशि प्रसाद सेवन करवा प्रभु कहले हूँ चल जा राजा रानी पुआ बहु समस्त आगे आगे गलारे जेकाले नारद श्रीहरि होइले
মঙ্গলে বিরাজ করতে করিছিলে ছাই দয়া করিবে সদা মঙ্গল ছাই বল দিন জনস্য বল দিন জনস্য সম্পূর্ণ